ନାରୀ ପୃଥିବୀରେ ସୃଷ୍ଟିକର୍ତ୍ତା ନାରୀ ଜନ୍ମି ସେ ଏଭଳି ଭାବରେ ତିଆରି। ନାରୀର ସୌନ୍ଦର୍ଯ୍ୟ ରୂପମାଧୁର୍ଯ୍ୟ ଓ ଲାବଣ୍ୟମୟୀ, ସେ ସ୍ନେହମୟୀ, ସେ ପ୍ରେମମୟୀ ଓ କରୁଣାମୟୀ। ଯିଏ ଦୁଇ କୁଳ ରକ୍ଷା କରେ ସେହି ଦୁହିତା। ନାରୀ ପୁଣି ଦୁଇ କୁଳର ହିତା, ବଢ଼େ ମର୍ଯ୍ୟାଦା। ନାରୀ ଶରୀରର ରକ୍ତମାଂସ ଦେଇ 10 ମାସ ଗର୍ଭରେ ଧାରଣ କରି ଜନ୍ମଦାତ୍ରୀ ଭାବେ ସନ୍ତାନକୁ ଜନ୍ମ ଦିଏ। ବୁକୁର ଅମୃତ ପିଆଇ ସନ୍ତାନକୁ ବଢ଼ାଏ। ନାରୀ ପୁଣି ଭଗିନୀ ସାଜି ଧରଣୀକୁ ଧରି କୋଳେ। ଭାତୃପ୍ରେମ ସେ ଗଢ଼ି ତୋଳେ। ପୁରୁଷ ସାଥେ ସହଗାମିନୀ, ସହଧର୍ମିଣୀ ଓ ଅର୍ଦ୍ଧାଙ୍ଗିନୀ। ନାରୀ ପୂଜ୍ୟମୟୀ ମାନିନୀ। ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀ ସାଜି ସମଗ୍ର ସୃଷ୍ଟିରେ ପ୍ରଦାନ କରନ୍ତି ଶକ୍ତି। ଯେଉଁ ନାରୀ ଆତ୍ମଶକ୍ତିକୁ ହରାଇଲା, ଆଜିର ନାରୀ ସମାଜରେ ଅବହେଳିତ ଓ ନିର୍ଯାତିତା ହେଲା। ନାରୀଟିଏ ବଡ଼ ହୀନିମାନିନୀ ଜୀବନ ଦିଏ। ଶିଶୁକନ୍ୟାର ଭ୍ରୂଣ ଜାଣି ହତ୍ୟା କରାଯାଏ। ସମାଜରେ ଅନ୍ତର ଓ ନୀତିର ହୁଏ ଶିକାର।